2024 ମସିହାର ଯେଉଁ ନିର୍ବାଚନକୁ ନେଇକି ନିଆଳି ସରଗରମ ହେଇଛି, କ'ଣ କହିବେ? ମାଧବର କ'ଣ ରହିଛି ପରିସ୍ଥିତି? ମାଧବ ପରିସ୍ଥିତି ଏ ଭୋଟରେ ଭଲ ହବ ବୋଲି ମୋର ବିଶ୍ୱାସ ଅଛି। ଏଇଥିପାଇଁ ଭଲ ହବ ବୋଲି ବିଶ୍ୱାସ ଅଛି ଯେ ମାଧବ ହେଉଛି ପ୍ରଭୁ ମାଧବାନନ୍ଦଙ୍କ ପୀଠ, ଯେଉଁଥିପାଇଁ କି ମାଧବ ଗର୍ବିତ। ଏବଂ ଡକ୍ଟର ପ୍ରମୋଦ ମଲ୍ଲିକ ଯେ ପ୍ରାର୍ଥୀ ହେଇଛନ୍ତି ବିଜୁ ଜନତା ଦଳ ପକ୍ଷରୁ ଚତୁର୍ଥ ଥର ପାଇଁ, ମାଧବ ପ୍ରତି ତାଙ୍କର ଅସମ୍ଭବ ଦୁର୍ବଳତା ଏବଂ ମାଧବାନନ୍ଦ ଯେଉଁ ପୀଠକୁ ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଇବାରେ ତାଙ୍କର ଯେଉଁ ପ୍ରମୁଖ ଭୂମିକା ରହିଲା ଏବଂ ଯେଉଁଥିପାଇଁ ପାଖାପାଖି 5 କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କଲେ ମାଧବ ମନ୍ଦିର ପାଇଁକି ଏବଂ ଯାହାର କାମ ଆରମ୍ଭ ହୋଇଯାଇଛି, ସେଥିପାଇଁ ଏବଂ ଅନ୍ୟାନ୍ୟ କଥା ମଧ୍ୟ ଅଛି। ମାଧବରେ +2 ପିଲା ପଢ଼ିଲେ। ଶହୀଦ ସ୍ମୃତି ଉଦ୍ୟାନ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ଭିତ୍ତିଭୂମି ଭାବରେ ଗଢ଼ା ହେଲା ଡକ୍ଟର ମଲ୍ଲିକଙ୍କ ପାଇଁକି ତାଙ୍କର ଆର୍ଥିକ ପ୍ରାବଧାନରେ। ତ ଏଇ ଦୃଷ୍ଟିରୁ ମାଧବରେ ଖୁବ୍ ଭଲ ଭୋଟ ଏଥରକ ହବ ବୋଲି ମୋର ବିଶ୍ୱାସ ହେଉଛି। ଶୁଣିବାକୁ ପାଉଛୁ କି ବିରୋଧୀ ଦଳ, ଯେଉଁ ପ୍ରମୁଖ ବିରୋଧୀ ଦଳ ରହିଛନ୍ତି ନିଆଳିରେ ବିଜେପି, ସେ ଏଥର ଅଧିକା ଭୋଟ ପାଇବେ ବୋଲି ଆଶା କରାଯାଉଛି। କାହିଁକି ନା ଆମେ ଦେଖିଛୁ ଯେଉଁ ପଞ୍ଚାୟତ ନିର୍ବାଚନରେ ବି ତାର ପ୍ରତିଛବି ଦେଖାଯାଇଥିଲା। କ'ଣ କହିବେ ସେ ନେଇ? ଶୁଣନ୍ତୁ, ମୋ କାନରେ ବି ପଡ଼ିଛି ଯେ ମାଧବରେ ବିଜେପି କୁଆଡ଼େ ଅଧିକ ଭୋଟ ପାଇବ ବୋଲି ତାଙ୍କର ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି ସେଇଥିରେ ଅଛି। ଯଦି ସେ ସେଇଭଳି ଆକଳନ କରିଥାନ୍ତି ତାହେଲେ ସେ ଭ୍ରମରେ ଅଛନ୍ତି। ମୋର କିନ୍ତୁ ଗୋଟିଏ ପ୍ରଶ୍ନ ସେ ବିରୋଧୀ ବାଲାଙ୍କୁ ଏବଂ ବିଶେଷ କରି ଜଣେ ମାଧବର ବାସିନ୍ଦା ଭାବରେ ମୁଁ ମାଧବର ଜନସାଧାରଣଙ୍କୁ ମଧ୍ୟ ପ୍ରଶ୍ନ କରିବି, ଯେଉଁଟା ଜନତା ଜନାର୍ଦ୍ଦନ ନିର୍ବାଚନରେ ସେମାନେ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ମୁଁ ସେଇମାନଙ୍କ ପାଖରେ ମୋର ଗୋଟାଏ ପ୍ରଶ୍ନ ରହିବ, ବିଜେପି ଦଳ ପାଇଁକି ମଧ୍ୟ ପ୍ରଶ୍ନ ରହିବ, ଯିଏ ପ୍ରମୁଖ ବିରୋଧୀ ଦଳ ବୋଲି ଆପଣ କହିଲେ ତାଙ୍କ ପାଇଁ ମଧ୍ୟ ପ୍ରଶ୍ନ ରହିବ। କାହିଁକି ଆପଣଙ୍କୁ ମାଧବର ଲୋକ ଭୋଟ ଦେବେ? କ'ଣ ପାଇଁ ମାଧବ ପଞ୍ଚାୟତରୁ ଆପଣ ଭୋଟ ପାଇବେ? କ'ଣ ମାଧବ ପ୍ରତି ଆପଣମାନଙ୍କର ଅବଦାନ ରହିଛି? ଆଜି ଆପଣ ମାଧବ ଗ୍ରାମ ପଞ୍ଚାୟତ ପ୍ରତିଟି ସାହି ଗଳି କନ୍ଦି ବୁଲି ଆସିବେ, ଯେଉଁଠି କିଛି ବି ଡେଭଲପମେଣ୍ଟ କାମ ଆପଣ ଦେଖିବେ, କିଛି ବି, ସେଇଥିରେ ପାଖାପାଖି 98-99% କାମରେ ବିଜୁ ଜନତା ଦଳର ଡକ୍ଟର ପ୍ରମୋଦ ମଲ୍ଲିକଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଅଛି, ତାଙ୍କର ସହଯୋଗ ରହିଛି, ତାଙ୍କ ପାଇଁ ହିଁ ହେଇଛି। ମାଧବରେ ବିଜେପି ସପକ୍ଷରେ ମୁଁ ସେ କଥାଟା ମୋର ଯେଉଁ ସାଧାରଣ ମୁଣ୍ଡକୁ ପଶୁନାହିଁ। ଆପଣ ଦେଖିବେ ମାଧବ ଯେଉଁ ଏଇ ଛୋଟିଆ ପରିଧି ଭିତରେ 2ଟି ବା 3ଟି, ଗୋଟିଏ ପ୍ରାଚୀ ବ୍ରିଜ ପାଇଁ ଆମେ ଆନ୍ଦୋଳନ କରିଥିଲୁ, ତା ଭିତରେ ମାଧବଠାରେ ଗୋଟିଏ ହେଲା, ପ୍ରଧାନ ସାହି ତେଲିପାଟଣା ଠାରେ ଗୋଟିଏ ହେଲା, ମଥୁରୀଡିହ ପାଖରେ ଗୋଟିଏ। ଏଇ ଯେଉଁ ବ୍ରିଜ ଖାଲି ସେତିକି ନୁହେଁ, ବିଭିନ୍ନ ଗାଁ ସାହି ପାଟ ଇତ୍ୟାଦି ଯେଉଁ ରାସ୍ତା, ଶହୀଦ ସ୍ମୃତି ଉଦ୍ୟାନ, ମାଧବ ମନ୍ଦିର ରୂପାନ୍ତରୀକରଣ, ଏ ଯେଉଁ କାର୍ଯ୍ୟକୁ ଯଦି ସହଯୋଗ ନଥିବ, ସମର୍ଥନ ନଥିବ ଜନସାଧାରଣଙ୍କର, ତାହେଲେ ଆମେ ଭାବିବା ଯେ ଭୋଟ କମିଯିବ। ଆମେ ଲୋକମାନଙ୍କୁ ଏଭଳି ଅମଣିଷ ବା ଲୋକମାନଙ୍କୁ ଏଭଳି ଅଜ୍ଞ, ଲୋକମାନଙ୍କୁ ଏଭଳି ଭାବରେ କୃତଘ୍ନ ବୋଲି ଭାବିବା ଖୁବ୍ ଅନୁଚିତ ହେବ। ମାଧବର ଜନସାଧାରଣ ସଚେତନ। ହଁ, ଆପଣ ଗୋଟିଏ କଥା କହିଲେ ଯେ ପଞ୍ଚାୟତ ନିର୍ବାଚନର କଥା, ଟିକେ କଥାରେ ଆପଣ ଇଙ୍ଗିତ ଦେଲେ। ବେଳେବେଳେ ଗୋଟେ ସମୟ ଆସେ, ମନ୍ଦ ସମୟ ଆସେ। ଗତ ପଞ୍ଚାୟତ ନିର୍ବାଚନ ସେଇଭଳି କିଛି ଫଳ
ମାଧବରେ ଘଟେଇଲା। ସେଇଥିରେ ମଧ୍ୟ ପ୍ରତିଟି କଥାରେ ମୁଁ ଟିକେ ପଜିଟିଭ୍ ଥିଙ୍କିଂରେ ବିଶ୍ୱାସ କରେ ଯେ ଗୋଟିଏ ଥର ନିର୍ବାଚନରେ ଆମେ ପରାଜିତ ହେଇ ଆମର ପ୍ରାର୍ଥୀମାନେ ପଞ୍ଚାୟତରେ 2.5 ବର୍ଷ ପାଖାପାଖି ହେଇଗଲା, ଜନସାଧାରଣ ଦେଖିନେଲେ ବିଜୁ ଜନତା ଦଳ ପ୍ରତିନିଧିଙ୍କ ସମୟରେ କ'ଣ କାମ ହେଉଥିଲା, ବର୍ତ୍ତମାନର ପ୍ରତିନିଧିମାନେ କ'ଣ କାମ କରୁଛନ୍ତି। 2.5 ବର୍ଷ ପାଖାପାଖି ସରିଗଲା, ଆଉ ଅତି ବେଶୀରେ 2ଟି ବର୍ଷ କାମ। ତେଣୁ ସେ କ'ଣ କରିଛନ୍ତି ନା କରିବା ଭିତରେ ଯେଉଁମାନେ କୁହନ୍ତି ଯେ ମାଧବ ପାଇଁକି, ମାଧବ ଠାକୁରଙ୍କ ପାଇଁକି, ମାଧବାନନ୍ଦ ଜୀଉଙ୍କ ପାଇଁକି ତାଙ୍କର କୁଆଡ଼େ ହୃଦୟ ଗୁଡ଼ାକ ଖାଲି ବିଗଳିତ ହେଇଯାଉଛି, ସେ କୁଆଡ଼େ ମାନେ ପାଗଳ ହେଇଯାଉଛନ୍ତି ଠାକୁରଙ୍କ ପାଇଁକି କିଛି ଲୋକ କହୁଛନ୍ତି। ଯାହାର ସତରେ ମାଧବ ଠାକୁରଙ୍କ ପ୍ରତି ପ୍ରୀତି ଥିବ, ମାଧବ ପାଇଁକି ସ୍ନେହ ଥିବ, ସିଏ ମାଧବର ପ୍ରଗତି ଆମେ ଯେଉଁ ୟାରି ଭିତରେ ବସିଛେ, ଏଠା କ'ଣ ଥିଲା, ଡକ୍ଟର ମଲ୍ଲିକ ଏ ଜାଗାକୁ କିଭଳି ଭାବରେ ରୂପାନ୍ତରଣ କରିଛନ୍ତି, ସେ ତାଙ୍କ ନିଜସ୍ୱ ପଇସାରେ କରିଛନ୍ତି। ଏବେ ତ 5T ସ୍କିମ୍ରେ ପଇସା ଆସିଛି, କାମ ଆପଣ ଆଉ 6 ମାସ ବର୍ଷ ଭିତରେ ଦେଖିବେ ମାଧବର କାମ। ସିଏ କ'ଣ କରିଛନ୍ତି, ସେ ପ୍ରତିନିଧି ନା ଠାକୁରଙ୍କ ପାଇଁକି ବ୍ୟସ୍ତ ବିବ୍ରତ ହେଇ ପଡ଼ୁଥିବା ଲୋକେ ଏଇଠି ଯେଉଁ ହାଇମାଷ୍ଟ ଲାଇଟ୍ଟା ଦେଖୁଛନ୍ତି ଆପଣ ସେଠି ଲାଗିଛି, ତାକୁ ବନ୍ଦ କରାଇବା ପାଇଁକି ଲାଗିଲେ, ଲାଇନ୍ କାଟିଦେଲେ, ଗୋଟାଏ ଦିନ ଅନ୍ଧାରରେ ରଖିଲେ। ଇଏ ହେଉଛି ଠାକୁରଙ୍କ ପାଇଁ ତାଙ୍କର ଥିବା ଆବେଗର ପରିପ୍ରକାଶ। ଖାଲି ସେଇ କଥାରେ ନୁହେଁ, ବିଭିନ୍ନ କଥାରେ ଆମେ ଦେଖିବା ଏ ଅଞ୍ଚଳ କୃତଜ୍ଞତା ହେଉଛି ମଣିଷର ଗୋଟାଏ ଦିବ୍ୟ ଗୁଣ, ମାନବୀୟ ଗୁଣ। ଯିଏ କୃତଜ୍ଞତା ଜାଣିନାହିଁ, ଯିଏ କାମ ପ୍ରତି ଯାହାର ଶ୍ରଦ୍ଧା ନାହିଁ, ମୂଲକୁ ଯିଏ ମଜୁରୀ ଦେବା ଜାଣିନାହିଁ, ଯିଏ ଲୁଣ ଖାଇଲେ ଗୁଣ ଗାଇବା ଶିଖି ନାହାନ୍ତି, ଯଦି ଯେଉଁମାନେ ଶିଖି ନାହାନ୍ତି ସେଇମାନେ ହୁଏତ ଡକ୍ଟର ମଲ୍ଲିକଙ୍କ ବିରୁଦ୍ଧରେ ଏଠି କହିପାରନ୍ତି। ଡକ୍ଟର ମଲ୍ଲିକଙ୍କର ମାଧବ ପ୍ରତି ଯାହା ଅବଦାନ, ସାମାନ୍ୟ ମଣିଷ ପଣିଆ ଯଦି ଗୋଟାଏ ମଣିଷର ଥିବ, ସାମାନ୍ୟ ଯଦି ତାର ପ୍ରତିଟି ମାନବୀୟ ଦୁର୍ଗୁଣ ଭିତରେ ଯଦି ଅନ୍ତର ଭିତରେ ସାମାନ୍ୟ ମଣିଷ ପଣିଆ ଥିବ, ସେ କହିବ ଡକ୍ଟର ମଲ୍ଲିକ ହିଁ ଭୋଟ ଦେବା ଉଚିତ ମାଧବ ଅଞ୍ଚଳ। ସରପଞ୍ଚ ଭାବରେ ଯେ ନିର୍ବାଚିତ କଲେ, ଲୋକ ମାନେ ଜନସମର୍ଥନ ଦେଲେ, ଏ ଯେଉଁ 2.5 ବର୍ଷ ଭିତରେ ବିକାଶ କରିବା କଥା ତ ଛାଡ଼ନ୍ତୁ, ଆମେ ବହୁତ ଜାଗାରେ ବି ଦେଖିଛୁ ସେ ଗାଁକୁ ଯାଆନ୍ତି ନାହିଁ, ଲୋକମାନଙ୍କର ଭଲ ମନ୍ଦ କଥା ବୁଝନ୍ତି ନାହିଁ। ପଚାରିବାରୁ କହନ୍ତି କ'ଣ ନା ସେ ଶାସକ ଦଳ ତ କିଛି କରେଇ ଦେଉନାହାନ୍ତି, ଆମେ କାମ କରିପାରୁନୁ। ସେଇ ପ୍ରଚାରକୁ ନେଇକି 2024 ନିର୍ବାଚନରେ ବିରୋଧୀ ଲୋକମାନଙ୍କୁ ପ୍ରବର୍ତ୍ତଉଛନ୍ତି। କ'ଣ କହୁଛନ୍ତି, ଏଇଭଳି କାର୍ଯ୍ୟକ୍ରମ ଚାଲିଛି କି? ମୋର ଆପଣଙ୍କ ଏ ପ୍ରଶ୍ନ ବେଳେ ମୋର ମନେ ପଡ଼ୁଛି ଗୋଟେ ପଢ଼ିଥିଲୁ ଗୋଟାଏ କବିତା ହାଇସ୍କୁଲରେ, ଖଦ୍ୟୋତର ଖେଦ ନକର ମାନବେ ଅନ୍ୟ ଜୀବେ ଉପହାସ, ନିଜର ଜୀବନ ଜ୍ୟୋତି କର ପ୍ରକାଶ। ଏହାର ଅର୍ଥ ହେଉଛି ଯେ ତମେ ଅନ୍ୟକୁ ସମାଲୋଚନା କରିବା, ଅନ୍ୟର ଦୁର୍ଗୁଣ ଗାଇବା ବ୍ୟତୀତ ନିଜ ପାଖରେ କ'ଣ କ୍ରିଏଟିଭିଟି ଅଛି, ନିଜ ପାଖରେ କ'ଣ ପାରିବାର ପଣିଆ ଅଛି, ସେଇଟାକୁ ଟିକେ ପ୍ରକାଶ କର। ନିଜ ପାଖରେ ତାଙ୍କର ପାରିବାର ପଣିଆ ଥିଲା ଏଇଆ, ହାଇମାଷ୍ଟ ଲାଇଟ୍, ମାଧବ ମନ୍ଦିରକୁ ଉଜ୍ଜଳ ଆଲୋକଟାକୁ ବନ୍ଦ କରିବା, ଏଇଟା ହେଉଛି ତାଙ୍କ ପାରିବାର ପଣିଆ। ଆପଣ ଦେଖିଥିବେ, ଶୁଣିଥିବେ, ତେଲିପାଟଣା ନାଗେଶ୍ୱର ତୈଲା ଗ୍ରାମବାସୀଙ୍କ ପାଇଁ ଗୋଟେ ଡ୍ରିଙ୍କିଂ ୱାଟର ପ୍ରୋଜେକ୍ଟ ହେଉଥିଲା, ଓଭରହେଡ୍ ଟ୍ୟାଙ୍କ, ତାକୁ ବନ୍ଦ କରିବା, ହାଇକୋର୍ଟରେ ମକଦ୍ଦମା କରିବା। ଏବେ ବି ମାଧବ ହାଇସ୍କୁଲ ପଛପଟେ ଗୋଟେ ବନ୍ଦ ଅଛି। ସେମାନଙ୍କର ମତ ହେଉଛି ଯେ ଠାକୁର ଜାଗାରେ, ମାଧବାନନ୍ଦ ଜୀଉଙ୍କ ଜାଗାରେ କିଛି ଡେଭଲପମେଣ୍ଟ କାମ ନ ହଉ। ମାଧବ ଅଶାନ୍ତ ହେଉଛି, ନୀତି ପ୍ରତି ମାଧବରେ ଥାନାରେ ଯାଇକରି ଗୋଟାଏ ମାମଲା ଗଡ଼ୁଛି କେବଳ ମାଧବାନନ୍ଦଙ୍କ ସପ୍ତ ସମ୍ପତ୍ତିକି ନେଇକରି, ଭୂସମ୍ପତ୍ତିକି ନେଇକରି। ତା ଉପରେ ଗୋଟାଏ ଯୋଜନାବଦ୍ଧ ଉପସଂହାରରେ ପହଞ୍ଚିବା ପାଇଁ, ଗୋଟାଏ ଉଚିତ ମାର୍ଗରେ ସମାଧାନ କରିବା ପାଇଁ
ମୁଁ ମୋର ସହଯୋଗୀଙ୍କ ସହ ଏଣ୍ଡାମେଣ୍ଟ କମିଶନର ଅଫିସ୍ ଆସିଷ୍ଟାଣ୍ଟ କମିଶନରଙ୍କ ଅଫିସରେ ଧାରଣା ଦେଇଥିଲୁ ଏବଂ ସେଥିରେ ମଧ୍ୟ କିଛି କିଛି କାର୍ଯ୍ୟ ଆରମ୍ଭ ହୋଇଛି। ଯଦି ମାଧବାନନ୍ଦଙ୍କ ଠାକୁରଙ୍କ ସମ୍ପତ୍ତି କି ସଂଶୋଧନ କରା ନଯାଏ ତାହେଲେ ପିଢ଼ି ପିଢ଼ି ଧରି ମାଧବ ଠାକୁରଙ୍କର ଏ ଯେଉଁ ଅବ୍ୟବସ୍ଥା ପରିଚାଳନାଗତ ଅବ୍ୟବସ୍ଥା ଜାରି ରହିବ। ଏଇ ଯେଉଁ ବୁଦ୍ଧିଜୀବୀ ମାନେ ଏବେ କହୁଛନ୍ତି ଯେଉଁମାନେ ହାଇକୋର୍ଟର ଛାଟ ଦେଇକରି ବନ୍ଦ କରେଇଛନ୍ତି ବା ବନ୍ଦ କରାଉଛନ୍ତି, କାମ ବନ୍ଦ କରାଉଛନ୍ତି, ଡେଭଲପମେଣ୍ଟ ୱାର୍କକୁ ବନ୍ଦ କରାଉଛନ୍ତି, ହାଇକୋର୍ଟରେ ଷ୍ଟେ କରେଇଛନ୍ତି, ମୁଁ ତ କୁହେ ଯଦି ଏହିଭଳି ବୁଦ୍ଧିଜୀବୀ ମାନେ ଟିକେ ଆଉ ଆଗରୁ ଜନ୍ମ ହେଇଥାନ୍ତେ, ମାଧବର ସେ ସୌଭାଗ୍ୟ ଥାନ୍ତା ଏଇଭଳି ବୁଦ୍ଧିଜୀବୀ ମାନେ ଆଉ ଟିକେ ଆଗରୁ ଭୂମିଷ୍ଠ ହେଇଥାନ୍ତେ ମାଧବରେ, ତାହେଲେ ମାଧବରେ ହାଇ ସ୍କୁଲ ହେଇପାରିନଥାନ୍ତା। ପ୍ରାଇମେରୀ ସ୍କୁଲ, ଏମଇ ସ୍କୁଲ, ଏଇ ଯେଉଁ ପ୍ରୋଜେକ୍ଟ ଗୁଡ଼ାକ ଆଜି ଯାହା ମାଧବ ପାଇଁର ଯେଉଁମାନଙ୍କୁ ମାଧବ ଉଠେଇଛନ୍ତି, ଯେଉଁମାନେ ମାଧବ ଲୋକେ ଯାଉଥାନ୍ତେ ସେମିତି ନିଆଳି ଜଲାରପୁର ପାଠ ପଢ଼ିବା ପାଇଁ କି ଏଇ ବୁଦ୍ଧିଜୀବୀ ମାନେ ଟିକେ ଆଉ ଆଗରୁ ଜନ୍ମ ହେବାର ଥିଲା। କହିବାର କଥା ହେଉଛି ଏଇ ବାବୁମାନେ ଡେଭଲପମେଣ୍ଟ କାମକୁ ବନ୍ଦ କର ନାହିଁ। ମୋର ଗୋଟିଏ ଅପିଲ, ତମେ ମାନେ ଭାଇ ମନେ ପକେଇବ, ଗ୍ରାମବାସୀ ମାନେ ସମସ୍ତେ ଅଞ୍ଚଳବାସୀ ଜାଣିଛନ୍ତି ମାଧବ ପଞ୍ଚାୟତ ଅଫିସ ଆଜି ଯେଉଁଠି ହେଉଛି, ଯେଉଁଠି ଆର୍ଆଇ ଅଫିସ ଅଛି, ଯେଉଁଠି କଲ୍ୟାଣ ମଣ୍ଡପ ଅଛି, ତାଙ୍କୁ ଏଇ ବାବୁମାନେ ହାଇକୋର୍ଟରେ ଷ୍ଟେ କରେଇକରି ବନ୍ଦ କରେଇଥିଲେ। ଆଜି ତ ଘଟଣା ଚକ୍ରରେ ତମେ ସେଇଠି ଯାଇ ବସିଛ। ତେଣୁ ଡେଭଲପମେଣ୍ଟ କାମର ବାଧକ ହୁଅ ନାହିଁ। ମୋର ଏତିକି ହେଉଛି ସମସ୍ତଙ୍କୁ ନିବେଦନ, ମାଧବର ଡେଭଲପମେଣ୍ଟ ପାଇଁକି ସମସ୍ତେ ତମେ କ'ଣ କରିବ, ତମର କ'ଣ ସ୍ୱପ୍ନ ଅଛି ମାଧବର ଉନ୍ନୟନ ପାଇଁକି, କି ତମର ମନ ଭିତରେ ପ୍ରସଙ୍ଗ ବା ପ୍ରସ୍ତାବ ଅଛି, ସେ କଥା ଆମେ ସମସ୍ତେ ଜାଣନ୍ତି, ଜନସାଧାରଣ ଜାଣନ୍ତି। ଭୋଟରେ 2.5 ବର୍ଷ ଜିତି ସାରିବା ପରେ ଅଞ୍ଚଳର କ'ଣ କରିଛ ସେ କଥାଟା ମଧ୍ୟ ଏଇ ଭୋଟରେ ଟିକେ କହିବା ଦରକାର ଲୋକଙ୍କୁ। ଗୋଟେ କଥା ଆଣୁଛନ୍ତି କ'ଣ ନା ଆମକୁ କୁଆଡ଼େ ଶାସକ ଦଳ ତାଙ୍କୁ କିଛି କରେଇ ଦେଉନାହାନ୍ତି। ଶାସକ ଦଳ ଯେଉଁ କରେଇ ଦେଉନାହାନ୍ତିର କଥା କୁହା ହେଉଛି, ଶାସକ ଦଳ ମାଧବରେ କାହିଁକି କରେଇ ଦେଉନାହିଁ, ଅନ୍ୟ ପଞ୍ଚାୟତ ମୁଁ ନାଁ ନେବି ନାହିଁ, ଦେଖନ୍ତୁ କେତେ କାମ ହେଇଛି ବିଭିନ୍ନ ପଞ୍ଚାୟତରେ ସବୁ ଯେଉଁଠି ବିରୋଧୀ ପକ୍ଷ ଅଛନ୍ତି ବି କିଛି ସେଠି କି ଡେଭଲପମେଣ୍ଟ କାମ, ପଞ୍ଚାୟତ କାମ ସେମାନେ କରିଛନ୍ତି। ଆରେ ଭାଇ ତୁମକୁ ତ କାମ ଜଣା ନାହିଁ। ଆମେ ସାଧାରଣ ଭାବରେ ପଚାରିବା, ଆମେ ଯଦି ବିଲରେ ଗୋଟିଏ କାମିକା ଯୋଗାଡ଼ କରୁଛେ, ଘରେ ଯଦି କିଏ ଗୋଟାଏ ଘରେ ଆମର ଗୋଟାଏ ଶ୍ରମିକ ଡାକୁଛେ, ଆମେ ପଚାରୁଛେ ସେ କାମଟା ସେ କରିପାରିବ କି ନା, ତାକୁ ଆମେ କାମରେ ଲଗେଇବା। ରାଜନୀତି ଏବଂ ଜନପ୍ରତିନିଧି ଏଭଳି ଗୋଟାଏ ହାଲକା କଥା ନୁହେଁ, ଯାହି ତାହି ଲୋକ ବସିଗଲେ ସେ ତାଙ୍କ ଦାୟିତ୍ୱ ନିଷ୍ଠାର ସହ ନିଭେଇବ। ମୁଁ କହିବିନି ଜମା ସେ ବୟସରେ ଅଭିଜ୍ଞତାରେ ମୋ ଠାରୁ କମ୍ ସେ ପିଲା, ମୁଁ ତାକୁ ଏଇଭଳି ନିମ୍ନ ରୁଚିର କଥା କହିବିନି, କିନ୍ତୁ ଅନୁରୋଧଟିଏ ଦେବି ଜନସାଧାରଣକୁ। ଭୋଟ ହେଉଛି ଏକ ଉଚିତ ସମୟ, ଯେତେବେଳେ ଭଲ କ'ଣ ମନ୍ଦ କ'ଣ ବିଚାର କରାଯାଏ। ଆପଣମାନେ 2.5 ବର୍ଷ କିଛି ପ୍ରତିନିଧିଙ୍କୁ ଏଠି ବସେଇଲେ, କ'ଣ କରିଛନ୍ତି, କ'ଣ ମାଧବର ଏ 2.5 ବର୍ଷର ପ୍ରଗତି କ'ଣ ପାଇଁକି ମନ୍ଥର ହେଲା? କୌଣସି ଗୋଟିଏ ମୁଁ କ'ଣ ଶୁଣିଲି ଭୋଟରେ ଜିତୁ ଆସିକରି ଘରେ ଘରେ ପଶିକରି ସବୁ କାଗଜ ମାଗିଲେ, ଦିଅ ତମର ଭତ୍ତା କରିଦେବୁ, ତମର ଗୁହାଳ କରିଦେବୁ, ତମର କ'ଣ ସବୁ କରିଦେବେ। ଏବେ କ'ଣ କେଉଁଠି ଗପିଲାଣି ଯେ ପ୍ରତି ଘରେ କେଉଁଠି 1,00,000 ଟଙ୍କା ଲେଖାଏଁ ଋଣ ଦେଇଦେବେ ସବୁ ଏସ୍ଏଚ୍ଜିକି, ଏମିତି କ'ଣ ଗୁଡ଼ାଏ ଗପୁଛନ୍ତି। ଡାହା ମିଛ, କେଉଁଠୁ ଆସେ, ସ୍କିମ୍ କ'ଣ, ଗାଇଡ଼ଲାଇନ୍ କ'ଣ, କେଉଁ ଡିପାର୍ଟମେଣ୍ଟ କେଉଁ କାମ କରେ, ତମେ ବା ତମ ସାଥିରେ ଥିବା ତମର ସହଯୋଗୀ କୁହା ହୋଇପାରେ ବା ପରାମର୍ଶଦାତା କୁହା ହୋଇପାରେ, କିଏ କ'ଣ ତମମାନଙ୍କ ଭିତରେ ସେ ଅଭିଜ୍ଞତା ଅଛି କ'ଣ ଜାଣିଛେ? କେବଳ ମିଛ କଥା ଗୁଡ଼ିଏ ଲୋକଙ୍କ ପାଖରେ, ସିଏ ନେଇଗଲା, ଇଏ ଖାଇଗଲା, ସିଏ ଅମକ କରିଗଲା, ହେଇଠି ତ ଆମେ ହେଇଠି ଦେଇଦେବୁ ଅମକରୁ, ଏଇ କଥା କହି କହି ଗୋଟାଏ ନିର୍ବାଚନ ଗଲେ ଏବଂ ସେ ନିର୍ବାଚନରେ ପରାଜୟ ହେବାର ଆଉ ଏକ କାରଣ ହେଲା, ମୁଁ ଜନସାଧାରଣଙ୍କ ପାଖକୁ ଆସିପାରିଲି ନାହିଁ।
जनसाधारण सह जेभଳି भाव संपर्क रखा कथा जहाँ आगुरी रखा होउथिला से कथा हेई पारिला नाही। आउ किछि किछि कारण रहिला जोथिपाई एठी बिजु जनता दल गत पंचायत निर्वाचन रे पराजित हैला। कौन पाई कि जनगण भोट देवे नहीं माधव बिजेडी को बा डॉक्टर प्रमोद मल्लिक की। एठी समस्ते तो दल पाखे मुंड बिकी ना ये जो जनसाधारण माधवर समस्त जनसाधारण समस्त दल पाखे मुंड बिकी किसी भी बुद्धिजीवी किसी भी चिंताशील किसी भी भल लोक अच्छा टिके आखि बंद कर विचार करवा माधव कौन थिला। आज डाक्टर मल्लिक आमर प्रिय नेता आज जे विधायक प्रार्थी से माधव को कौन करिचंती। व्यक्तिगत काम कथा जदि कुहा हबो ताहले भत्ता रेशन कार्ड हाँ से कौटी केमती असंगति थिबो किछि लोकंकर भत्ता तो कहार नथिबो जदि कहार रही जाइछि ताहले तार कागज पत्र दृष्टि कौटी कौन ठीक नथिबो बा से ठीक समय रे आवेदन करि नथिबो। नवीन पट्टनायक सरकार असहाय वार्धक्य भत्ता को 1000 टंका को वृद्धि करी 60 वर्ष ऊर्ध्व प्रतिटी लोक किभଳି पाइबे सेथिपाई कि डॉक्टर मल्लिक आम प्रिय नेता जत्नवान थिले एवं सेही अनुसार आमे मध्य गोटा माइक प्रचार माधव पंचायत रे करैथिलु आवेदन करो एवं आउ पेंडे ए जो माने कहउछ आम विरोधी दल बीजेपी वाला सी कहले भत्ता गुडा सब आमे करदेलु। अरे भाई এই जो डाहा मिछ भत्ता होची स्कीम कौन ना मधुबाबू पेंशन योजना नवीन पट्टनायक निजस्व योजना राज्य सरकार एवं जो माने आपण देखिए किसी लोक हैरान हरकत होती जो माने कौन थिले ना जो माने जातीय वार्धक्य भत्ता अप्लाई करथिले जोटा केंद्रीय अनुदान सेटा अप्लाई करथिले जे से माने किछि लोक पाई नाहंती किंतु प्रतिटी 60 वर्ष ऊर्ध्व लोक भत्ता पाइबा पई सरकार योजना करिसंती। प्रत्येक प्राय अधिकांश पाखरे रेशन कार्ड टंकिकिया चाउल बिजु स्वास्थ्य कल्याण योजना जोटे जो कार्ड टी पाखे रहिले मनीष रोग शोकर दुख नहीं हठात कहीं जानी भगवान क्या कौ समय कौन करेंगे किंतु से कार्ड खंडक धरी आम निर्विवाद निश्चिंत जाकर मेडिकल रे पहुँची जाऊे ये कथा नवीन पट्टनायक सरकार करिसंती। माँ मानक पई मिशन शक्ति जरिया रे जो भली भाव में सशक्त महिला मान सृष्टि करा जाइछंती एवं प्रतिटी महिला जो भली भाव में नवीन पट्टनायक एवं बिजु जनता दल सह संपृक्ति अछंती एवं प्रति महिला घरे बसी किछि किछि रोजगार करि पारुछंती ये कथा संभव होईछि केवल नवीन पट्टनायक पई नियाई रे डॉक्टर मल्लिक को पई। माधव को फोकस करछंती राज्य सरकार कौन रही भितर शुणु आपण एथरक भोट रे देखिए मोर दृढ़ विश्वास जनसाधारण विश्वासघातक नुहंती प्रतारक नुहंती साधारण जनता हृदय को नवीन पट्टनायक एवं पांडियान भिके पांडियान जो श्रद्धा अच्छी माधव मंदिर प्रति एवं गत थरक से कही एथरक निर्वाचन प्रचार से माधव ठाकुर कथा दोहरई से कथाटा आम पाई गोटाए भाग्य। जनसाधारण से विषय शुणी बुझी किंतु किछि प्रचंड प्रतिभार अधिकारी प्रचंड बुद्धिजीवी किछि अछंती जो माने कुहंती निजे सब करि पकाउचंती एवं माधव ठाकुर कि सी जमा खाऊ नाहंती पीऊ नाहंती व्याकुल होउचंती सेई माने कहउचंती नवीन पट्टनायक को नुहे बीजेपी की दियो कारण नवीन पट्टनायक एठी मंदिर रूपांतरीकरण कराई दउचंती डॉक्टर प्रमोद मल्लिक एठी माधवर डेवलपमेंट कराई दउचंती तांको आखि के सेटा शोभा पाउनी तेणु सी कहते जे बीजेपी की भोट दियो कारण जदि बीजेडी की भोट दिया जाए माधव पुणी हसी उठिब आउरी उन्नतिर आगे चलो एवं मंदिर एवं माधव अंचल गोटे प्रोजेक्ट ड्रीम जगह प्रोजेक्ट कर डॉक्टर मल्लिक माधव पई कि आप देखिए से तो निश्चय जितुंट 100 जितुंट केवल गोटे आम पाखे रही कौन प्रसंग जो कि मुझे तत्पर अच्छी सब लोक भेटुची समस्त को जेहेतु मो कथाटा समस्त पाखे पहुँची पारुनी मु आपणकर सहारा नौची नवीन पट्टनायक राज्य रे सरकार करिबा प्रमोद मल्लिक एठी एमएलए हवा 100 थय तफात होउची माधवरु केते भोट तांको समर्थन रे जाउची
କାରଣ ମାଧବ ପ୍ରତି ଏତେ ଶ୍ରଦ୍ଧା ରଖିଥିବା ଏତେ ସହଯୋଗ ଦେଉଥିବା ଲୋକଟି ପ୍ରତି ଏ ଅଞ୍ଚଳ କି ସହଯୋଗ ଦଉଛି ସେଇ ଗୋଟାକ ପାଇଁ ଟିକେ ଦେଖିବାର ଅଛି। ସାଧାରଣ ଜନତାଙ୍କୁ ମୋର ଅନୁରୋଧ, ଏଇ ଯେଉଁ ପଣ୍ଡେ ଗପୁଛନ୍ତି ବିଜେପି କି ଦିଅ ବିଜେପି କି ଦିଅ, ମୁଁ ତାଙ୍କୁ କୁହେ ବାରମ୍ବାର ତମେ ଅଞ୍ଚଳ ପାଇଁ କ'ଣ କରିବ ସେଇଟା ମା ଗଙ୍ଗେଇକି ଜଣା। ଯଦି ଯାଇଛ କିଛି ଗୋଟାଏ ସରପଞ୍ଚ ହେଇଯାଇଛ ବା କ'ଣ କ'ଣ ଗୋଟାଏ କରିଦେଇଛ ଏଠି, ତମେ ତମ ନିଜ ପାଇଁ କ'ଣ କରିଗଲା ଟିକେ ଆମେ ଦେଖଉ। ନିଜ ପାଇଁ କିଛି ତମେ ଅଞ୍ଚଳ ପାଇଁ କ'ଣ କରିବ ସେ କଥା ସମସ୍ତେ ଜାଣନ୍ତି, ନିଜେ କ'ଣ କିଛି କରିଯାଅ। ମୋର ଅନୁରୋଧ, ସମସ୍ତଙ୍କୁ ଅପିଲ, ମାଧବ ଡାକ୍ତର ମଲ୍ଲିକଙ୍କର ହେଉଛି ସ୍ୱପ୍ନର ଜାଗା। ଆମକୁ ଭଗବାନ ଆଶୀର୍ବାଦ କରିଛନ୍ତି, ମାଧବାନନ୍ଦ ଜୀଉ ମାଧବରେ ପ୍ରତିଷ୍ଠା ଉଭା ହେଇଛନ୍ତି ଏବଂ ଆମର ଦାୟିତ୍ୱ ହେଉଛି ଏ ପୀଠର ଡେଭଲପମେଣ୍ଟ। ଏବଂ ଏ ପୀଠ ଡେଭଲପମେଣ୍ଟ ମାତ୍ର ଜଣିଏ ଲୋକ ଦ୍ୱାରା ସମ୍ଭବ ହେଇଛି, ହେବ ଭବିଷ୍ୟତରେ, ସେ ହେଉଛନ୍ତି ଡକ୍ଟର ପ୍ରମୋଦ ମଲ୍ଲିକ। ଆପଣ କହୁଛନ୍ତି ସେମାନେ କିଛି କରିପାରିବେନି, ଯେହେତୁ କେନ୍ଦ୍ରୀୟ ଦଳ ସେ ଗୋଟେ ମୋଦି ରହିଲେ, ସେମାନେ ବହୁତ ଡେଭଲପମେଣ୍ଟ କାମ କରୁଛନ୍ତି, ଏଠି କରିପାରିବେନି କ'ଣ ଅସୁବିଧା ହେଇଛି? ଶୁଣନ୍ତୁ, ଏଠି ଏଇ ଦଳ ବାଲାଙ୍କୁ କିଏ ପଚାରେ? ଏଇ ଯେଉଁ କେନ୍ଦ୍ରୀୟ ଦଳ ତାଙ୍କର ତ ଗୁଡ଼ାଏ ରାଜ୍ୟସଭାର MP ଅଛନ୍ତି, ଲୋକସଭା MP କିଛି ପଇସା ଦେଇପାରିବେନି, ରାଜ୍ୟସଭାରେ MP ଅଛନ୍ତି। ଟଙ୍କାଟିଏ ପଇସା ତ କେହି କୌଣସି MPଙ୍କ ପାଖରୁ ତମେ କହିକରି ଆଣିପାରିନାହଁ। ତେଣୁ କ'ଣ ସେ କରିବେ, କେତେ ବାଟ ଯିବେ, କୋଉ ପର୍ଯ୍ୟନ୍ତ ତାଙ୍କର କୋଟା କୁହନ୍ତିନି ବାୟା ଚଢ଼େଇ ଆସି କହିଲା ଯେ ମା ଲୋ ମା ମୁଁ ଯୋଉ ଡାଳ ଉପରେ ବସୁଛି ସେ ଡାଳଟା ଭାଙ୍ଗି ପଡ଼ୁଛି। ମା କହିଲା ହଁ ତ ଗୋଡ଼ରୁ ହାତରୁ ଜଣା ପଡ଼ୁଛି। ତେଣୁ ଇଏ ସବୁ ଯିଏ ମାଧବରେ ଯେଉଁମାନେ ବିଜେପି ଦଳର ନେତୃତ୍ୱ ନେଉଛନ୍ତି ତାଙ୍କର ଉଡ଼ାଣ କେତେ ସେ କଥା ଜନସାଧାରଣ ଜାଣନ୍ତି। ପ୍ରଶ୍ନ ଆପଣଙ୍କର ପ୍ରଶ୍ନ, ମୋର ପ୍ରଶ୍ନ ଜନସାଧାରଣଙ୍କର ଯେ ଭୋଟ କ'ଣ ପାଇଁ କି ପଞ୍ଚାୟତରେ ଏଇଆ ହେଲା, ତାର ଉତ୍ତର ମୁଁ ଖୁବ୍ ସ୍ପଷ୍ଟ ଭାଷାରେ ଦେଇପାରନ୍ତି, କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଦଉନି। ଗୋଟିଏ କଥା କିନ୍ତୁ କହୁଛି, ମୁଁ ବିଜୁ ଜନତା ଦଳ 29 କିମ୍ବା 30 ତାରିଖ ଦିନ ସ୍ଥିର ଧାର୍ଯ୍ୟ କରିନୁ, କେଉଁ ଦିନ ଗୋଟାଏ ପଥପ୍ରାନ୍ତ ସଭାରେ ଆମେ ଯିବୁ ପ୍ରତିଟି ସାହି ପ୍ରତି ୱାର୍ଡକୁ ମାଇକି ଲଗେଇ ପଥପ୍ରାନ୍ତ ସଭା କରିବୁ। ମୁଁ ତ ଆହ୍ୱାନ ଦିଅନ୍ତି ଯେଉଁମାନେ ବିଜେପି ସପକ୍ଷରେ ଏଠି କହୁଛନ୍ତି ମାଧବରେ ଯେ ତମେ ଆମକୁ ପଚାର ଯେ କ'ଣ ବିଜେଡ଼ିର ଦୋଷ ଦୁର୍ବଳତା ଅଛି ଯେ ଏଇଥିପାଇଁ ଆମେ ତମକୁ ଭୋଟ ଦେବୁନି, ପଚାର। କିନ୍ତୁ ସେମିତି କଲେ ଯଦି କେହି କ'ଣ କହନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଇପାରେ। ତେଣୁ ମୋର ଗୋଟାଏ ଅନୁରୋଧ, ବିନମ୍ର ନିବେଦନ ଜନଗଣକୁ, ମୁଁ ବିଜୁ ଜନତା ଦଳର ନେତୃତ୍ୱ ନେଇ 29 ବା 30 ଦିନ ଧାର୍ଯ୍ୟ କରିଲୁ, ପ୍ରତ୍ୟେକ ସାହିରେ ପଥପ୍ରାନ୍ତ ସଭା କରିବୁ। ଯଦି କାହାର କିଛି ପ୍ରଶ୍ନ ଅଛି, ଛୋଟିଆ କାଗଜ ଖଣ୍ଡକରେ ଚିରୁକୁଟିଟିଏ ଲେଖି ତା ପୂର୍ବରୁ ମୋତେ ବା ମୋ ସହଯୋଗୀ ଯେଉଁମାନେ ସବୁ ବିଭିନ୍ନ ଗାଁରେ କାମ କରୁଛନ୍ତି ତାଙ୍କୁ ଦେବେ। ତାର ଯଥାର୍ଥ ଉତ୍ତର ମୁଁ ଡାକବାଜି ଯନ୍ତ୍ରରେ ଆପଣ ପ୍ରଶ୍ନ କରିଥିବା ଲୋକଙ୍କର ଘର ପାଖରେ ମୁଁ ଉତ୍ତର ଦେବି ଯେ ଏଇଥିପାଇଁ ବିଜୁ ଜନତା ଦଳକୁ ଡାକ୍ତର ପ୍ରମୋଦ ମଲ୍ଲିକକୁ ମାଧବର ଜନସାଧାରଣ ଭୋଟ ଦେବା ଉଚିତ, ଏଇଥିପାଇଁ ତୁମମାନଙ୍କୁ ଦେବା ଉଚିତ ନୁହେଁ। ମିଛ କଥା କହି ଜନସାଧାରଣଙ୍କ ପାଖରେ କ'ଣ କହିଥିବ ଆମ କ୍ଷେତ୍ରରେ ଟିକେ ସମ୍ଭବ ନୁହେଁ ଜନଗଣକୁ ସମସ୍ତଙ୍କୁ ଭେଟିବା ପାଇଁ। କିନ୍ତୁ ଏଇ ମାଇକ୍ ଜରିଆରେ ମୁଁ 29 କିମ୍ବା 30 ତାରିଖରେ ଜନସାଧାରଣଙ୍କ ପାଖକୁ ଯାଉଛି, ଅନୁରୋଧ ମଧ୍ୟ କରୁଛି ସମସ୍ତଙ୍କୁ ନୁହଁ, ଯିଏ ଦଳ ପାଖରେ ମୁଣ୍ଡ ବିକିଛନ୍ତି ତାକୁ ଛାଡ଼ନ୍ତୁ। ହଁ ମୁଁ କହୁଛି, ମୁଁ ବି ଗୋଟେ ଦଳ ପାଖରେ ମୋର ବିଚାରକୁ ରଖିଦେଇଛି, ବିଜୁ ଜନତା ଦଳ ଭାବି ଚିନ୍ତି ବିଚାରକୁ ରଖିଛି। ଅଞ୍ଚଳର ପ୍ରଗତି ପାଇଁ କେବଳ ଶଙ୍ଖ ଚିହ୍ନ, କେବଳ ବିଜୁ ଜନତା ଦଳ, ଆହୁରି ନିର୍ଦ୍ଦିଷ୍ଟ ଭାବରେ ଡକ୍ଟର ପ୍ରମୋଦ ମଲ୍ଲିକ ଆମ ଅଞ୍ଚଳର ବିକାଶ ପାଇଁ କି ନିହାତି ଲୋଡ଼ା। ଆପଣମାନେ ଯଦି କହୁଛନ୍ତି ଭୋଟ ଆମେ ଦେବା ନାହିଁ ପ୍ରମୋଦ ମଲ୍ଲିକ କି ବା ଏଇଥିପାଇଁ ଦେବା ନାହିଁ, ତାହେଲେ ତାର ଗୋଟିଏ ଖାଲି ପ୍ରଶ୍ନଟିଏ ରଖିବେ। ମୁଁ ବୁଲି ବୁଲି ପ୍ରତି ସାହି ଗଳି କନ୍ଦିରେ ପଥପ୍ରାନ୍ତ ସଭା ଜରିଆରେ ଆମେ ଯାଉଛୁ, କହିବୁ ଯେ ଏଇଥିପାଇଁ ଡକ୍ଟର ପ୍ରମୋଦ ମଲ୍ଲିକ ଭୋଟ ପାଇବା ଦରକାର ମାଧବରେ। କେନ୍ଦ୍ରୀୟ ମନ୍ତ୍ରୀ ସବୁ ଆସୁଛନ୍ତି, ତାର କିଛି ପ୍ରଭାବ ଲୋକଙ୍କ ଉପରେ ପଡୁଛି କି? ଶୁଣନ୍ତୁ, ଏକା ନବୀନ ପଟ୍ଟନାୟକ ଯଥେଷ୍ଟ। ଖାଲି କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ବୋଲି ଲୋକେ ଦେଖୁଛନ୍ତି,
ଆପଣ ଦେଖିବେ ଭୋଟର ଗତି ଆପଣ ତ ଦେଖୁଛନ୍ତି ବୁଥ ବାହୁଡ଼ା ମତ ଦେଖୁଛନ୍ତି ବୁଥ ବାହୁଡ଼ା ମତ ପ୍ରାୟ ଶତକଡ଼ା 100 ନହେଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସଫଳ ହୁଏ। ବୁଥ ବାହୁଡ଼ା ମତ ଆପଣମାନେ ଦେଖି ସାରିଲେଣି। ନବୀନ ପଟ୍ଟନାୟକ 3/4 ଆସନ ପାଇବା ପ୍ରାୟ ସିଓର। ଏଠି ଡାକ୍ତର ମଲ୍ଲିକ ମୋତେ ଟିକେ ଏମିତିଆ ହାଲକା ମାଲକା କଥା କହିବାକୁ ଭଲ ଲାଗେନି। ଡାକ୍ତର ମଲ୍ଲିକ ଜିତିବା 100% ଥୟ, କିନ୍ତୁ ବ୍ୟବଧାନ କେତେ ହେବ ସେଇଠି ରହିଛି ପ୍ରଶ୍ନ। ବ୍ୟବଧାନ କେତେ ହେବ? ବିଜୟ ଡାକ୍ତର ମଲ୍ଲିକଙ୍କର ପ୍ରଶ୍ନରେ ନାହିଁ। ମାଧବ କଥା ସିଏ କହୁଛନ୍ତି ଅଧିକ ନେବେ। ମୁଁ କହୁଛି ଆଜି କହୁଛି ଆପଣଙ୍କ ସପକ୍ଷରେ ମାଧବରେ ବିଜେଡି ଅଧିକ ଭୋଟ ପାଇବ ବିରୋଧୀ ଅପେକ୍ଷା। କେତେ ପାଇବ, କେତେ ଅଧିକ ଯିବ ସେ କଥାଟା ସମୟକ୍ରମେ ଜଣାପଡ଼ିବ। କିନ୍ତୁ ଖଣ୍ଡିଏ ମଧ୍ୟ ଭୋଟ ଯଦି ଯେଉଁ ସେମାନେ ପ୍ରଚାର କରୁଛନ୍ତି ଚତୁର୍ଦିଗରେ ମାଧବରେ କୁଆଡ଼େ ବିଜେପି ଅଧିକ, ମୁଁ ହାଲକା କଥା କହିବି ନାହିଁ। ନିଶ୍ଚୟ ଅଧିକା ବିଜେପି ଠାରୁ ଥୟ। ଆମେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠି ବିଜେଡିର ସରପଞ୍ଚ ସମିତି ସଭ୍ୟ ପରାଜିତ ହୋଇଥିଲେ ବି 265 ଖଣ୍ଡରୁ ଉର୍ଦ୍ଧ୍ୱ ଭୋଟ କେତେ ମୋର ଏକ୍ଜାକ୍ଟ ମନେ ନାହିଁ, ବିଜୁ ଜନତା ଦଳ ଅଧିକ ପାଇଥିଲା। ଏଥରକ ଅତୀତରେ ଯାହା ବିଜେଡି ପାଉଥିଲା ତାର ପୁନରାବୃତ୍ତି ହେବ। ସମୟ ଆପଣ ଦେଖିବେ। କଂଗ୍ରେସର ଗୋଟାଏ ପ୍ରତିନିଧି ଦଳ ସେମାନେ ଯାଇକରି ଇଲେକ୍ସନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ ଯେ ମିଶନ ଶକ୍ତିର ମା ମାନେ BLF GPLFର ଲିଡର ମାନେ ସେମାନେ କାଳେ ଭୋଟ ପ୍ରଚାର କରିଦେଇକରି ଗୋଟାଏ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛନ୍ତି। ଏହାକୁ କ'ଣ କହିବା କୋଉ ଭାଷାରେ? ସାଧାରଣ ଜ୍ଞାନ ଥିବା ଲୋକ କ'ଣ ଏଭଳି କରେ? ଆରେ ବାବା, ଅତ୍ୟନ୍ତ କ୍ଲିଅର କଥା ଯେ ଯେଉଁମାନେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଛନ୍ତି, CRP, CM, MBK, କୃଷି ମିତ୍ର, ପ୍ରାଣୀ ମିତ୍ର ଇତ୍ୟାଦି ଇତ୍ୟାଦି ଯେଉଁମାନେ ସବୁ ବେତନଭୋଗୀ କର୍ମଚାରୀ ଅଛନ୍ତି ସେଇମାନେ ନିର୍ବାଚନରେ ଭାଗ ନେଇପାରିବେ ନାହିଁ। ଯେଉଁମାନେ ପ୍ରତିନିଧି ସ୍ତରୀୟ ଲୋକ ଅଛନ୍ତି, ସେ ମହିଳା ହୁଅନ୍ତୁ ମିଶନ ଶକ୍ତିରେ, ସେ ହୁଅନ୍ତୁ ପଞ୍ଚାୟତ ରାଜ ସିଷ୍ଟମ ଭିତରେ, ପାଣି ପଞ୍ଚାୟତ ସିଷ୍ଟମ ଭିତରେ, ସେମାନେ ହେଉଛନ୍ତି ପ୍ରତିନିଧି, ଲୋକ ପ୍ରତିନିଧି, ସେମାନେ ଭୋଟ ପ୍ରଚାର କରିପାରିବେ ନାହିଁ। ଏଇ କଥା ଗୋଟାଏ ସାଧାରଣ ମହିଳାଙ୍କୁ ବିଭ୍ରାନ୍ତ କରାଉଛନ୍ତି ଏବଂ ବିଭିନ୍ନ ଜାଗାରେ ଆମ କାନରେ ପଡ଼ୁଛି। କିଏ ମହିଳାମାନଙ୍କର ଫଟୋ ଉଠେଇକରି ଛାଡ଼ିଲାଣି ତ କିଏ ସେଠି ଯାଇକରି ବିରୋଧ କଲାଣି, ତମେ ମିଶନ ଶକ୍ତି ବା ତମେ SHG ତମେ କାହିଁକି ଭୋଟ ପ୍ରଚାର କରିବ? ସେଇମାନେ ହିଁ ଭୋଟ ପ୍ରଚାର କରିବେ। ଆଇନରେ ବାଧକତା ନାହିଁ। ମା ମାନଙ୍କୁ ରିକ୍ୱେଷ୍ଟ, ଆପଣମାନେ ନବୀନ ପଟ୍ଟନାୟକଙ୍କ ପାଇଁ, ଡକ୍ଟର ପ୍ରମୋଦ ମଲ୍ଲିକଙ୍କ ପାଇଁ ଏକାକାର ହେଇଯାଆନ୍ତୁ। ଆଇନ ଅତ୍ୟନ୍ତ ସ୍ପଷ୍ଟ। ଆପଣମାନେ ନବୀନ ପଟ୍ଟନାୟକଙ୍କ ସହ ଯୋଡ଼ି ହୋଇ ଶଙ୍ଖ ପାଇଁକି ପ୍ରଚାର କରିବା ପାଇଁକି ମିଶନ ଶକ୍ତି ଏବଂ SHG ମାନେ ତାଙ୍କର ନିଜସ୍ୱ ଅଧିକାର ସେମାନେ କରିପାରିବେ। ହଜାର ହଜାର ସଂଖ୍ୟାରେ ମା ମାନେ ଏକାଠି ହୋଇ ଭୋଟ ଦାନରେ ଯୋଗ ଦିଅନ୍ତୁ। କେହି କିଛି କରିପାରିବେ ନାହିଁ। ବିଶେଷ କରି ମୁଁ ଆଜି ମୋର କଥା କେବଳ ମାଧବ ପାଇଁକି ହିଁ ଯାଉଛି। ମୂଲର ମଜୁରୀ ଦେବା, ଯିଏ ମୂଲ ଲାଗିଛି ତା ପାଇଁକି ମଜୁରୀ ଆପଣମାନେ ଦେବେ। ଆପଣ ଯଦି ମଜୁରୀ ନ ଦେବେ, ମୂଲର ମଜୁରୀ ଦୁନିଆରେ କେବେ ବୁଡ଼ିନି। ଉପରବାଲା ସେ ମଜୁରୀ ଦେବ। ପ୍ରଭୁ ମାଧବାନନ୍ଦ ବିଚାର କରିବେ। ମାଧବାନନ୍ଦଙ୍କର ଆଶୀର୍ବାଦ ରହିଛି ଡକ୍ଟର ପ୍ରମୋଦ ମଲ୍ଲିକଙ୍କ ପାଇଁକି। ତାଙ୍କ ପୀଠରୁ, ତାଙ୍କ ଅଞ୍ଚଳରୁ ପ୍ରମୋଦ ମଲ୍ଲିକ ଭଲ ସମର୍ଥନ ପାଇବେ, ଏଇ ଆଶା ଓ ଅନୁରୋଧ ରଖି ମୁଁ ରହୁଛି। ନମସ୍କାର। ଆଉ ଗୋଟେ କଥା ରହିଗଲା, ମୁଁ ପଚାରି ପାରିଲିନି ଆପଣଙ୍କୁ, ଆପଣ କୁଆଡ଼େ ଭୋଟ ପଇସା ଦେଇକି କିଣୁଛନ୍ତି ବୋଲି ଆଲୋଚନା ହେଉଛି। ଶୁଣନ୍ତୁ, ଏଇଟା ଗୋଟାଏ ଚିରାଚରିତ ଅଭିଯୋଗ। ଭୋଟ ପଇସା ଦେଇ କିଣୁଛନ୍ତି ଏ ଅଭିଯୋଗ। ଆଚ୍ଛା, ଆମେ ଯଦି ଭୋଟ ପଇସା ଦେଇ କିଣୁଛୁ, ତମେ କ'ଣ ଯୋଉଠି ଜିତି ଯାଉଛ ତମେ କେମିତି ତାହେଲେ ଜିତୁଛ? ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଇଯାଇଛନ୍ତି, କେମିତି ହେଇଯାଇଛନ୍ତି? ଏ କଥା ଗୁଡ଼ାକର ଆଧାର ନାହିଁ, ଭିତ୍ତିହୀନ କଥା। ପଇସା ଦେଇ ଭୋଟ କିଣା ସଂସ୍କୃତିରେ ବିଜୁ ଜନତା ଦଳର ବିଶ୍ୱାସ ନାହିଁ। କିନ୍ତୁ ଏ କଥା ଗୋଟା ଅତ୍ୟନ୍ତ ସାଧାରଣ କଥା। ତେଣୁ ଏଥିରେ ମୋର କିଛି ମୁଁ ତା ଉପରେ ସ୍ପଷ୍ଟୀକରଣ ଦେବା ଚାହୁଁନି। ବିଜୁ ଜନତା ଦଳ ଯେତିକି କର୍ମୀମାନଙ୍କ ସହିତ ରହିଛି, କର୍ମୀମାନଙ୍କୁ ସାଧାରଣ ଭାବରେ ସହଯୋଗ କରିବା ମଧ୍ୟ ବିଜୁ ଜନତା ଦଳ ପାଖରେ ସକ୍ଷମ ହେଉନି।
ଛାଡ଼ିକି କିଛି ନାହିଁ। ଭୋଟ କ'ଣ ସେଥିରେ ପ୍ରଭାବିତ ହେଉଛି କି? ଡାକ୍ତର ମଲ୍ଲିକଙ୍କର ଯେଉଁ ଲଗାତାର ନିର୍ବାଚନ ମଣ୍ଡଳୀରେ ସବୁବେଳେ ଦେଖିବେ ଡାକ୍ତର ମଲ୍ଲିକ ନିର୍ବାଚନ ମଣ୍ଡଳୀରେ କେଉଁଠି କେଉଁଠିରେ ଥିବେ। ଆଜି ଭୋଟ ବେଳେ ବୋଲି ନୁହେଁ, ସବୁ ସମୟରେ। ଏବଂ ଜଣିଏ ଲୋକ ସିଏ ନିର୍ବାଚନ ମାନେ ଅଞ୍ଚଳରେ ଆରମ୍ଭ ଦିନଠାରୁ ସ୍ୱାଧୀନତା ଦିନଠାରୁ ଏକମାତ୍ର ଜନପ୍ରତିନିଧି ଡକ୍ଟର ପ୍ରମୋଦ ମଲ୍ଲିକ, ଯେ ଜନସାଧାରଣଙ୍କ ସହଯୋଗ ଜନସାଧାରଣଙ୍କ ସମ୍ପର୍କରେ ସବୁଠୁ ଶୀର୍ଷରେ। ସେଇଠି କଥା ନାହିଁ, ଡାକ୍ତର ମଲ୍ଲିକ କି ଭୋଟ ଦେବାର କିଛି କଥା ନାହିଁ। ଭୋଟ ପୁରା ହେଉଛି ଏଇଠି, ସେ ରାମ ଅଛି ସେ ଦଳରେ, ମୁଁ ସେ ଦଳକୁ ଯିବିନି, ଭୋଟ ଦେବିନି, ଏଇଭଳିଆ କିଛି ନିମ୍ନ ରୁଚିର କଥା। ସେ କଥା ପ୍ରତିଟି ଯାହାକୁ ଆମେ ରାଜନୀତିରେ କୁହା ହୁଏ ଆଣ୍ଟି ଇନକମ୍ବେନ୍ସି, ସ୍ଥିତାବସ୍ଥା ବିରୋଧୀ ମନୋଭାବ ଡାକ୍ତର ମଲ୍ଲିକଙ୍କ ପାଖରେ ଫେଲ୍, ନବୀନ ପଟ୍ଟନାୟକଙ୍କ ପାଖରେ ଫେଲ୍। ସେଗୁଡ଼ାକ କିଛି କାମ ଦେବନି। ପଇସା ଫଇସାର କଥା ଏଗୁଡ଼ାକ ସବୁ ଅମୂଳକ ଅଭିଯୋଗ। କେବଳ ଡକ୍ଟର ମଲ୍ଲିକଙ୍କ ଲୋକପ୍ରିୟତା, ଜନସମ୍ପର୍କ, ସ୍ପଷ୍ଟବାଦିତା ଏବଂ ଅଞ୍ଚଳର ଡେଭଲପମେଣ୍ଟରେ ତାଙ୍କର ଯେଉଁ ଭୂମିକା, ତାହାର ପରିପ୍ରକାଶ ଏ ନିର୍ବାଚନରେ ଆମେ ଦେଖିବା। एनके मीडिया, एनके मीडिया, लाइक, शेयर एंड सब्सक्राइब।